ଦେଖନ୍ତୁ ଆଶୁତୋଷଙ୍କ ଅବସ୍ଥା ଗୁରୁତର ରହିଛି। ଏମ୍ସ ଭୁବନେଶ୍ୱର ସ୍ଥିତ ଏମ୍ସର ସେ ବର୍ଣ୍ଣିଂ ୱାର୍ଡ ରହିଛି, ସେଥିରେ ଟ୍ରିଟମେଣ୍ଟ ହେଉଛନ୍ତି। ତା ସହିତ ଗତକାଲି ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ମଧ୍ୟ ରୁଜୁ କରିଛି, ଯାହାକି ତାଙ୍କ ପରିବାର ପକ୍ଷରୁ ଆଶୁତୋଷଙ୍କର ଭଉଣୀ ଯେ ନିବେଦିତା ଦେବୀ ସେ ଗୋଟେ କମ୍ପ୍ଲେନ୍ ଦେଇଥିଲେ ଯେ ତାଙ୍କ ଭାଇକୁ ନିଆଁ ଲଗେଇ ପୋଡ଼ି ଦିଆଯାଇଛି, ତାଙ୍କ ଯେହେତୁ ସେ ଘରକୁ ଯାଇଥିଲେ। ଆଉ ଗୋଟିଏ କଥା ହେଲା ଯେ ପୋଲିସ ମଧ୍ୟ ଯେତେବେଳେ କି ଜମାନବନ୍ଦୀ ନେଇଥିଲା ଆଶୁତୋଷ ମଧ୍ୟ ସେହି ପ୍ରକାର ହିଁ କହିଥିଲେ ଏବଂ କହିଥିଲେ ଯେ ସନ୍ଧ୍ୟା ଏବଂ ତାଙ୍କର ଯିଏ ଶାଳକ ସେ ନିଆଁ ଲଗାଇ ଦେଇଛନ୍ତି ଏବଂ ସେହି ପ୍ରକାରେ ପୋଲିସ ଗୋଟେ ମାମଲା ରୁଜୁ କରିଛି। ତାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପ୍ରଥମ ଏ ଦୁଇ ଜଣଙ୍କର ମୋବାଇଲକୁ ସିଜ୍ କରିଦିଆଯାଇଛି, ସନ୍ଧ୍ୟାରାଣୀ ଏବଂ ତାଙ୍କର ଭାଇଙ୍କର ମୋବାଇଲକୁ ସିଜ୍ କରିଦିଆଯାଇଛି। ତାପରେ ପୋଲିସ ଘଟଣାସ୍ଥଳ ଯାଇଥିଲା, ଘଟଣାସ୍ଥଳରେ ଦେଖିଥିଲା ଯେ କିଭଳି ଥିଲା ସ୍ଥିତି। ଆପଣ ଦେଖିବେ ଯଦି ଆମ ଘଟଣାସ୍ଥଳରେ ତାର କିଛି ବୋଟଲର ଚିହ୍ନ ରହିଛି, ଯାହାକି ତଳେ ଯୋଉଠି ପୋଡ଼ି ଯାଇଛି ସେଠି ଚିହ୍ନ ସେ ବୋଟଲ ରଖିଦେଇଥିଲେ। ବୋଟଲ ଚିହ୍ନ ଏବଂ କିଛି ଦିଆସିଲି ପେଡ଼ି ମଧ୍ୟ ଜବତ କରିଛି। ଯେତେବେଳେ କି ପୋଲିସ ଯେହେତୁ କି ଗୋଟେ ସଙ୍ଗୀନ ଅଭିଯୋଗ ଆସୁଛି ଜଣେ କନେଷ୍ଟବଳ ଏବଂ ତାଙ୍କର ଭାଇଙ୍କ ବିରୋଧରେ, ଇଏ ମଧ୍ୟ ଜଣେ OMVDର କନେଷ୍ଟବଳ ଥିଲେ କିନ୍ତୁ ସନ୍ଧ୍ୟାରାଣୀ ନାୟକ ପୋଲିସ କନେଷ୍ଟବଳ ଥିଲେ। ଏସବୁ ଉପରେ ତଦନ୍ତ କରିବ ପୋଲିସର କହିବା ହେଲା ଏଇ ତ ଘଟଣାରେ ଯେହେତୁ କି ପୋଲିସ କନେଷ୍ଟବଳର ଜଣେ ସମ୍ପୃକ୍ତତା ରହିଛି, ସେଥିପାଇଁ ସମସ୍ତ ପ୍ରକାର ମାନେ ବ୍ୟବସ୍ଥା ଯାହା ରହିଛି ପୋଲିସର ତଦନ୍ତରେ ସବୁ ପ୍ରକାର ବ୍ୟବସ୍ଥାକୁ ପୋଲିସ ଯାଞ୍ଚ କରିବ। ପ୍ରଥମେ ସାଇଣ୍ଟିଫିକ ଟିମ୍ ଯାଇଛି, ସାଇଣ୍ଟିଫିକ ଟିମ୍ ତାର ସେ ଘଟଣାସ୍ଥଳର ବିଭିନ୍ନ ତ ଯାହା ସ୍ଥିତାବସ୍ଥା ଦେଖିଛି, ଯେତେବେଳେ କି ଘଟଣା ପରେ ସେ ଘଟଣାସ୍ଥଳ ସ୍ଥିତାବସ୍ଥା ଦେଖିଛି, ସେଠାରୁ ସାଇଣ୍ଟିଫିକ ଟିମ୍ ଯେଉଁ ତଥ୍ୟ ଯୋଗାଡ଼ କରିଛି ତାହାର ମଧ୍ୟ ଅପିନିଅନ ଦିଆଯାଇଛି ସାଇଣ୍ଟିଫିକ ଟିମ୍ ପକ୍ଷରୁ। ଦ୍ୱିତୀୟ ପକ୍ଷ ରହିଲା ଯେଉଁମାନେ କି ତାଙ୍କର ତ ତଦନ୍ତରେ ରହିବେ କି ଯାହା କୁହାଯାଉଛି ଅଭିଯୋଗକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସନ୍ଧ୍ୟା ଏବଂ ତାଙ୍କ ଭାଇ ଏହି ଦୁଇ ଜଣଙ୍କର ମଧ୍ୟ ଯଦି ପ୍ରଥମେ ତଦନ୍ତ କରାଯିବ, ଯଦି କିଛି ମଧ୍ୟ ତଥ୍ୟରେ କିଛି ଠିକ୍ ନ ଲାଗିଲା ତେବେ ତାଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ହୋଇପାରେ କି ଲାଇ ଡିଟେକ୍ସନ ଟେଷ୍ଟ ହୋଇପାରେ। ଏବଂ ଯେହେତୁ କି ଗୋଟେ ପୋଡ଼ାଜଳା କେସ୍, ପୋଲିସର ଯେତିକି ତଦନ୍ତ ହେବ ଅଧିକ ତଦନ୍ତ ପାଇଁ ପୋଲିସ ମଧ୍ୟ ବ୍ରହ୍ମପୁର ଏସ୍ପି ମଧ୍ୟ କହିଲେ ଯେ ପୋଲିସ କୌଣସି ପ୍ରକାର ତଥ୍ୟକୁ ଛାଡ଼ିବ ନାହିଁ। ସେଥିପାଇଁ କ୍ରାଇମବ୍ରାଞ୍ଚର ମଧ୍ୟ ସହାୟତା ନେଇପାରେ, ଯେହେତୁ କି କ୍ରାଇମବ୍ରାଞ୍ଚର ଏହିପରି ଘଟଣା ଉପରେ କ୍ରାଇମବ୍ରାଞ୍ଚର ଟିକେ ସ୍ପେଶାଲିଟି ରହିଛି, ତାଙ୍କର ମଧ୍ୟ ସହାୟତା ନିଆଯାଇପାରେ। ତା ସହିତ ଆପଣ ଘଟଣାସ୍ଥଳ ଦେଖିବେ ଯେ ତାଙ୍କର ଘଟଣା ଘର ବାହାରେ ହେଇଥିଲା, ସେତେବେଳେ ସମୟ ନିଆଁ ଲଗେଇକି ଯେତେବେଳେ କି ନିଆଁ ଲଗେଇ ଦିଆଗଲା କିମ୍ବା ନିଆଁ ଲଗାଯାଇଛି ସେହି ସମୟରେ ଘର ଭିତରେ କ'ଣ କ'ଣ ସ୍ପଟ ଚିହ୍ନ ରହିଛି କି ପୋଲିସ ଘଟଣାସ୍ଥଳକୁ ଯାଇ ସେସବୁ ଯାଞ୍ଚ କରିଥିଲା। କିନ୍ତୁ ଯାହା ମୁଁ ସୂଚନା ପାଇଛି ଯେ ଘର ଭିତରେ କୌଣସି ନିଆଁର ଛିଟକା କିମ୍ବା ଘର ଭିତରକୁ ସେ ପ୍ରବେଶ କରିଥିବାର କୌଣସି ତଥ୍ୟ ନାହିଁ। ଏବଂ ଯାହା ହେଇଛି ସେ ଘରର ବାଁ ପଟ ସାଇଡ୍ରେ ତ ଚପଲ ରଖାଯାଉଥିଲା ସେଇଠାରେ ହିଁ ନିଆଁ ଲଗାଯାଇଛି କିମ୍ବା ମାନେ ହତ୍ୟା ଉଦ୍ୟମ କରାଯାଇଛି ବୋଲି ସନ୍ଦେହ କରୁଛି ପୋଲିସ। ଏସବୁ ଯାଞ୍ଚ କରିବ ଏବଂ ଏ ସମସ୍ତଙ୍କର ତଥ୍ୟ ବାହାର କରିବା ପରେ ଯାଇକି ଆଗକୁ ବଢ଼ିବ ଯେ ମାମଲାର ତଦନ୍ତରେ କିଛି ଗୋଟେ ଫଳ ମିଳିପାରିବ। ଆଉ ଗୋଟେ ଯଦି ଦେଖିବା ଆପଣ 2025 ମେ 18 ତାରିଖରେ ତାଙ୍କର ବିବାହଗତ ହୋଇଥିଲା ଏବଂ ଦୁଇ ଜଣ ଯାକ ସରକାରୀ ଚାକିରିଆ ଥିଲେ, ଜଣେ MV କନେଷ୍ଟବଳ ଆଉ ଜଣେ ପୋଲିସ କନେଷ୍ଟବଳ। ଏମାନଙ୍କ ଲାଇଫରେ କ'ଣ ଏମିତି ଗୋଟେ ବିଭେଦତା ଆସିଲା ଯେ କିଛି ଗୋଟେ ସନ୍ଦେହ ଆସିଲା ନା କିଛି ଗୋଟେ ଆଙ୍କ ଭିତରେ କିଛି ଗୋଟେ ବିଭେଦ ହେଲା। କିନ୍ତୁ ଯାହା ଜଣାପଡ଼ିଛି ଏହାକୁ ନେଇ ମହିଳା ଥାନାରେ ଗୋଟେ ଡାଉରି ଟର୍ଚର ମାମଲା ବା ଯୌତୁକ ନିର୍ଯାତନା ମାମଲା, ଏ ଯେଉଁ ଯୌତୁକ ନିର୍ଯାତନା ମାମଲା ଦିଆଯାଇଥିଲା, ତେବେ ଯୌତୁକ ନିର୍ଯାତନା ମାମଲା କାହିଁକି ଦିଆଯାଇଥିଲା, କ'ଣ ଏ ତ ତାଙ୍କ ପରିବାର ପକ୍ଷରୁ କ'ଣ ଅଧିକ ଯୌତୁକ ଆବଶ୍ୟକ କରୁଥିଲେ କି? କାରଣ ଏଇ ଦୁଇ ଜଣ ପ୍ରଥମେ ପ୍ରେମ କରିଥିଲେ ଏବଂ ପ୍ରେମ ପରେ ଉଭୟ ପରିବାରର ସହମତି କ୍ରମେ ବିବାହ ହୋଇଥିଲେ। ସେଥିପାଇଁ ଏଇଠି ଗୋଟେ ଚିନ୍ତା ଉଦ୍ରେକ ହେଉଛି ଯେ ଏଇ ଦୁଇ ଜଣ କ'ଣ ସତରେ ଡାଉରି ଟର୍ଚର କରାଯାଇଥିଲା କି ସନ୍ଧ୍ୟାଙ୍କ ଟଙ୍କା ମାଗିଥିଲେ କି ନା ଅନ୍ୟ କିଛି ସନ୍ଦେହ ଥିଲା, ଏହା କେବଳ ସନ୍ଧ୍ୟା ହିଁ କହିପାରିବେ। କିନ୍ତୁ ସନ୍ଧ୍ୟାରାଣୀ ନାୟକଙ୍କୁ ଆମେ ଯୋଗାଯୋଗ କରିଥିଲୁ, ସେ କୌଣସି ପ୍ରତିକ୍ରିୟା ଦେଇପାରିନଥିଲେ। ଦେଖନ୍ତୁ ପୋଲିସ ତ ସନ୍ଧ୍ୟାଙ୍କର ମୋବାଇଲ ଜବତ କରିଛି ଏବଂ ତାଙ୍କର ଭାଇଙ୍କର ମୋବାଇଲ ଜବତ କରିଯାଇଛି, କାରଣ ଯେହେତୁ କି ଏଠି ଗୋଟେ ପୋଲିସ କନେଷ୍ଟବଳର ମାନେ ସଂଶ୍ଳିଷ୍ଟତାକୁ ଦେଖାଉଛି ବା ସେଥିରେ ଅଭିଯୁକ୍ତ ବୋଲି ଅଭିଯୋଗ କରାଯାଇଛି।
ସେଥିପାଇଁ ଉଭୟଙ୍କର ମୋବାଇଲ ଜବତ କରିଛି ଏବଂ ମୋବାଇଲରେ ତାଙ୍କୁ ପଚରା ଉଚରା କରାଯିବ। ଯଦି ଘଟଣାସ୍ଥଳର ଯଦି ଜଣାପଡ଼ିବ ଘଟଣାସ୍ଥଳ ଆମେ ତ ସାଇଣ୍ଟିଫିକ୍ ଟିମ୍ ପରେ ଯଦି କିଛି ଅପିନିଅନ ମିଳିଲା ଯଦି ଇଏ ଆତ୍ମହତ୍ୟା ନା ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ଏ ଯଦି କିଛି ଯଦି ମିଳିଲା ତାପରେ ଆଗକୁ ପଚରା ଉଚରା କରିବ ଏବଂ ପୋଲିସ ମଧ୍ୟ ଯେହେତୁ କି କନେଷ୍ଟବଳ ରହିଛନ୍ତି ତାଙ୍କୁ ବାର ଟଚରେ ରହୁଛି ତାଙ୍କୁ ପଚରା ଉଚରା ମଧ୍ୟ କିଛି ପରିମାଣରେ କରାଯାଇଛି। ଘଟଣାସ୍ଥଳକୁ ଯାଇଥିଲା ସାଇଣ୍ଟିଫିକ୍ ଟିମ୍ କେମିତି କ'ଣ ଘଟଣା ବିଷୟରେ ମଧ୍ୟ ପଚାରିଥିଲା। ସେଥିପାଇଁ ଆଗକୁ ଅଧିକ ତଦନ୍ତ ହେବ ଏବଂ ଯେଉଁମାନେ ବି ସାମିଲ ଥିବେ ପ୍ରକୃତରେ ହତ୍ୟା ଉଦ୍ୟମ ନା ସେ ଆତ୍ମାହୁତି ଦେବାକୁ ଚେଷ୍ଟା କରୁଥିଲେ ଏହା ମଧ୍ୟ ସ୍ପଷ୍ଟ ହୋଇଯିବ। ଯଦି ବା ଏମାନଙ୍କ ଭିତରେ ବିଭେଦତା ଥିଲା ଏ ବିଭେଦତା କୋଉଥିପାଇଁ ତିଆରି ହେଲା ଯଦ୍ୱାରା କି ଆଜି ଏଭଳି ଗୋଟେ ଘଟଣା ଘଟିଗଲା ତାହା ମଧ୍ୟ ସାଧାରଣରେ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆହୁରି ତାଙ୍କ ପରିବାର ପକ୍ଷରୁ ମଧ୍ୟ କୁହାଯାଇଛି ଯେ ସନ୍ଧ୍ୟା କୁଆଡ଼େ ପୋଲିସ କନେଷ୍ଟବଳ ଥିଲେ ସେଥିପାଇଁ ତାଙ୍କର ଅଭିଯୋଗକୁ ଏଭଳି ଭାବେ ଏକପାଖିଆ ତଦନ୍ତ କରିଦିଆଗଲା। ଏସବୁ କେବଳ ହୋଇପାରିବ ପୋଲିସ ଯଦି ନିରପେକ୍ଷ ତଦନ୍ତ କରିବ।